जय जगन्नाथ सांग मैंने देखो तो आज चिकेन तरकारी हम पियाज चली देखु चिकेन बासना पाई किमिति चली आछि नालू एठी गुटे सी भी गुटे चिकेन बासना पाई समस्ते आसिक पहुँची जाइछन्ति खाइया पाई। एबे पियाज पड़ी तापरे हमर टिक्की पियाज लाल हो गले चिकेन टा पड़िबो। से चिकेन खाए ना से तांकर चाउमीन खाइले आमे खाइनु ये को राइस ये को बिरयानी बिरयानी काल चिकेन करिया था कहनी मना कले मते मु मोर बिरयानी आनी खाइदेनी। तोर आशा रहा मोर कौन है मुझे कही चिकेन को जा था मत मना कल काली खाई काली तो डाकी ना बाबा कहनी आ बिरयानी खाइया बोली काली बापा आनथिले जो आमे खाइदेले। एबे देखंतु चिकेन पड़ियो ना वीडियो बने करे छी ना फोटो उठे छी हैं तू चिकेन खाइबो ना काहेंगे ना ये सब भाजी आबू ना आलू पछर पड़ियो। एबे चिकेन पड़ीगला तापरे लूण पड़िबो हळदी पड़िबो एटा ना पूरा बिहारी स्टाइल ले थरे बन्नी की खांतु तापर जानी परिबे टेस्ट केमते। मु खाइ मु खाइ ने का को कहला ओजा को कहदो खाइ ओजा देखे कुकर कम जोरी खाउ एबे पड़ी जीव लूण तापरे हळदी पड़ो एबे ताकू टिके डांगेई की छाड़ीदबा 15-20 मिनट पे कहीं ना ता आइंस पानीटा टिके मरी गले ना टेस्ट आउरी भल आसीबो टेस्ट भल आसीबो टिके पानीटा मरिया पई ता देई दबा। हां देखो तो संग मैंने केमिति आइंस पानी सब बाहर देखो एमिति कले ना जल्दी आइंस पानीटा बाहरी जीवो आइंसा भी गंधेबनी एते स्मेल भी आसबनी आइंसा खाया पाई भी भल टेस्ट आसीबो। तू खाइबु ना कौन पाई खाइबुनी आई कोई जा गाधे दब जा
ମଝିରେ ମଝିରେ ଏମିତି ଟିକେ ଡାଙ୍ଗେଇ ନଦେଲେ ନା ତା ତଳିଟା ଲାଗିଯିବ ନା, ପୋଡ଼ିଯିବ ଚିକେନଟା। ଆଉ ଟିକେ ତା ପାଣିଟା ମରିଗଲେ ପୁରା ତେଲଟା ହିଁ ବାହାରି ପଡ଼ିବ ଉପରକୁ। ତାପରେ ଆମେ ମସଲା ଗ୍ରାଇଣ୍ଡିଙ୍ଗ କରି ରଖିଛନ୍ତି ପକାଇଦେବା। କାହାର ଏମିତି ଚୁଲିରେ ଚିକେନ୍ ତିଆରି ହେଉଛି କମେଣ୍ଟରେ ହିଁ ଜଣାଇବେ। କାହିଁକିନା ଚୁଲିରେ ତିଆରି ଜିନିଷ ଗୁଡ଼ାକ ନା ସବୁଠୁ ଭଲ ଟେଷ୍ଟ ଲାଗିଥାଏ। ଚିକେନଟା ଟିକେ ଏକୁ ହେଇଗଲାଣି। ଏବେ ଆମେ ଆଳୁ କାଟିକି ଯେଉଁ ରଖିଛନ୍ତି ଆଳୁକୁ ପକାଇଦେବା। ତା ସହିତ ଆଳୁ ବି ସିଝିଯିବ। କିଏ ବି ଭାଜିକି ପକାଉଛନ୍ତି ଆଳୁ, ଭାଜିକି ପକାଇଲେ ବି ଟେଷ୍ଟ ଆସିବ। ଏମିତି କଞ୍ଚା ବି ପକାଇଲେ ବି ଭଲ ଲାଗିବ, କିଛି ବି ଅସୁବିଧା ନାହିଁ। ଯାହାକୁ ଯେମିତି ଟେଷ୍ଟ, କିଏ ବି ଭାଜିକି ପକାନ୍ତି, କିଏ ବି କଞ୍ଚା ବି ପକାନ୍ତି। ଏମିତି ଆ ସହିତ କଞ୍ଚା ବି ପକାଇଦେଲେ ଚିକେନ୍ ବି ସିଝୁ ସିଝୁ ଆଳୁ ବି ସିଝିଯିବ। चिकन खाइला এই চিকেন চিকেন খাই চিকেন ଦେଖନ୍ତୁ ଏବେ ଆମର ଚିକେନଟା ଆଉ ଆଳୁ ଟିକେ କଷି ଆସିଛି। ଏବେ ଦେଖ ମସଲା ବି ପଡ଼ିନି, ତା କଲର୍ଟା ହିଁ ଦେଖ କେତେ ସୁନ୍ଦର ଆସିଗଲା। ଏମିତି ଏବେ ମସଲା ପଡ଼ିବ, ଆଉ ଟିକେ ତାକୁ କଷିଦେବା। ଟିକେ 5 ମିନିଟ୍ ଛାଡ଼ିଦେବା। ଟିକେ ଅଦା ରସୁଣ ଯେଉଁ ପେଷ୍ଟଟା ଦିଆହେଲା ନା, ତା ଟିକେ ସେଣ୍ଟ କଟିଗଲା ପରେ ତାପରେ ଆମେ ସବୁ ମସଲା ପକାଇବା। ଆମ ହିରୋଇନ ଦେଖନ୍ତୁ ଏଠି ବସିକି ତା ଆଣ୍ଠୁ ତେଲ ମାରୁଛି। ଆଳୁ ହଉଛି କୋବି କଦଳୀ ବଡି ଦିଆ ହେଇକି ଝୋଳ ହେଇଛି। ଆଉ ଗୋଟେ ପାଗଳ ଦେଖନ୍ତୁ, ବଡ ପାଗଳ ଆପେଲ ଖାଇବା ପାଇଁ କେମିତି ହଉଛି। ଭାତ ଖାଇବନି, ଆପେଲ ଖାଇବ, ମୁଢି ଚିନି ପାଣି ଖାଇବ। ଆଉ ଇଏ ହିରୋଇନ ଆମର ସଜବାଜ ହେଇକି ବାହାରି ଆଇଲେ ଗାଧେଇକି। ଆମର ହିରୋ ମାର୍କା ପଳେଇ ଆଇଲେ ହିରୋଇନ। ଆଇଁଷ ବାସ୍ନା ପାଇକି ହିରୋଇନ ପଳେଇ ଆଇଲେ ଖାଇବା ପାଇଁ ଚିକେନ। ନା ତାର ହେଇନାହିଁ, ଦେଖନ୍ତୁ এইটা পাগড়ি মাছ ହେଇଟା ନେ ପାଗଳା ମାରୁଛି। ଆଉ ଖଣ୍ଡେ ନେଇଯା, ଆଉ ଚିକେନ ରାନ୍ଧୁଛି, ଆଉ ଖଣ୍ଡେ ନେଇଯା। କଣ୍ଢେଇ ମାଉସୀ ଡାକନି। ଚାଲନ୍ତୁ। ତୋର ପଇସା ଥିନେ ତ ଆଉ କୋଉ ଫୋନ କରୁ କି? ତମେ ତମର ଭଉଣୀ ଭଉଣୀ ଫୋନ କର, କଥା କୁହ। ଥିଲାନି ତାର ସେ କଲା।
ଏବେ ମସଲା ପକା ହଁ ପକା ଏବେ ନାନୀ କି ହେଲା କୋଉ ମସଲା କି ଖାଇକି ଭିଡିଓ କରୁଛୁ ନା କୋଉ ମସଲା ପକେଇବି ଗରମ ମସଲା ଚିକେନ ମସଲା ଲଙ୍କା ଗୁଣ୍ଡ ଜିରା ଗୁଣ୍ଡ ହେଇ ଭା କରିକି ହଁ ହେଇଦିନ ହେ ହଁ କଲା ତ ନନା ଫୋନ୍ କରିଥିଲେ ନନାକୁ ଆଗର କହିଲା ନନା ଏବେ ଆସିବ ମୋର ଏବେ ଗରମ ମସଲା ଚିକେନ ମସଲା ଲଙ୍କା ଜିରା ପାଉଡର ସବୁ ପଡ଼ିଯିବ ମୁଁ କହିଲି ତାଙ୍କୁ ଜଣେଇଛୁ ନା ହେଲା ଆମେ ଗାଈକି ଅଳ୍ପ ଜଣେ ଅଳ୍ପ ନାହିଁ ଜାଳ ପକେଇବା ମୋ କାହିଁକିନା ତାଙ୍କୁ ଟାଇମ୍ ଟିକେ ହେବ ସିଝିବା ପାଇଁ ଦେବା ମୁଁ ଘର ବତି ଟିକେ ଜଣେଇ ଦେଲୁନି ନନା ତାର ଆସିବ ବୋଲି କହୁଛି ଶୁଣୁ କହିଲା ମୁଁ ଜଣେଇମି ଆରଥର ଏଦା ହେଇଥିଲା ପୁଣି କେଁ କେଁ ହେଲା ତାର ଆସିବ ଆସୁ ମୋ କାମକୁ ଆଇନେ ଗଲା କହିବ ସେ ମେନ୍ ଡାକ୍ତର ଦେଖିକି ସବୁ ଇଏ କରୁଛି କହିବ ବାବୁ କ'ଣ କ'ଣ ପକେଇନି ଲୋ ସବୁ ଲଙ୍କା ଗୁଣ୍ଡ ଜିରା ଗୁଣ୍ଡ ମେଥି ପତ୍ର ପଡ଼ିଗଲା ମେଥି ପତ୍ର ୟା ପରେ ଲଙ୍କା ଗୁଣ୍ଡ ଜିରା ଗୁଣ୍ଡ ପଡ଼ିବ ଘର ତିଆରି ନା ନା ପାଟି ପଡ଼ିବ ଲୁଣ ପକେଇଛୁ ଧନିଆ ପତ୍ର ଆଣିନି ଚିକେନ ମସଲା ଏବେ ପଡ଼ିଗଲା ଚିକେନ ମସଲା ତାପରେ ଆମର ପକେଇଦିଏ ସବୁ ତାପରେ ଗରମ ମସଲା ପଡ଼ିବ ଗରମ ମସଲା ପଡ଼ିଗଲା ଏବେ ହେଇଯିବ ମିକ୍ସ ତାପରେ ଟିକେ କଲର୍ ହେବା ପାଇଁ ଟିକେ କଲର୍ ପଡ଼ିଗଲା ଏଇଟା କ'ଣ ତ କୁହନ୍ତି କି ପାଉଡ଼ର ନି ଏଇଟା ମା ଖଡ଼ଗପୁର ମସଲା ଏ ମାଉସୀ ଚିକେନ ଖାଇବୁ ଯଦି ଆ ଦେଖନ୍ତୁ ଏବେ ଟିକେ କଷି ହେଇ ଆଇଲାଣି ଆଉ ଟିକେ 5-10 ମିନିଟ୍ ଆମେ କଷିଦେବା ତାପରେ ଟିକେ ପାଣି ଦେଇକି ଢାଙ୍କୁଣି ମାରିକି ଟିକେ ସିଝେଇ ଦେବା ତାକୁ ଚିକେନଟାକୁ ଯେତେ କଷିବ ନା ସେତେ ହିଁ ଟେଷ୍ଟ ହିଁ ଆସିବ ଆଉ କାହାକୁ ଏମିତି କଷା ଖାଇବା ପାଇଁ ଭଲ ଲାଗେ କମେଣ୍ଟରେ ଜଣେଇବେ ଏବେ ପଡ଼ି ଯାଇଛି ଧନିଆ ପତ୍ର ଆଉ ଟିକେ କଷିଦେବା ହେଇଗଲାଣି ଏବେ ପାଣି ଦେଇକି ତାକୁ ଟିକେ ଢାଙ୍କୁଣି ଦେଇଦେଲେ ତାର ସିଝିଯିବ ଟିକେ
ଦେଖ ହାତର ସାଙ୍ଗେ ସାଙ୍ଗେ କରିଦେବି। ଦେଖନ୍ତୁ କେମିତି ଲାଗୁଛି। ପକେଇବୁନି ସବୁ ଖାଇଦେବୁ। ଆଉ ଅଳ୍ପ ଦେ, ଟିକେ ସେବା କହିଲେ ଟିକେ ଖାଲି ଝୁଳ ଝୁଳ ରଖିବୁ। ଆଉ ଟିକେ ମା ଦେଇ ଦଉନୁ ପାଣି, ଫୁଟିବ ଟିକେ, ସିଝିବ, ଆଳୁ ବି ସିଝିବ। ହେଲା ନା? ଏବେ ପାଣି ପଡ଼ିଗଲା, ଏବେ ଆମେ ଢାଙ୍କି ଦେବା। ଲୁଣ ହେଇଥିବ ମୁଁ ଜାଣିଛି। ଥାଉ ଥାଉ ଆଉ ପକାନା, ମୁଁ ଲୁଣ ବହୁତ ପକେଇଥିଲି। ଏବେ ଢାଙ୍କି ଦେବା। ଇଏ ଗୋଟେ ଛୁଆ ଦେଖନ୍ତୁ, ସେତେ ମୁଁ ଚିକେନ କଷା ଖାଇବ ବୋଲି ପାଗଳ ହେଇଯାଇଛି। ଦେଖନ୍ତୁ ଚିକେନ କଷା ଧରିନେଇକି ବସିଗଲା ଖାଇବା ପାଇଁ। ପାଗଳା ଦେଖନ୍ତୁ, ବଡ଼ କୁକୁର ଆଇଲା। ଇଏ ଗୋଟେ ବଡ଼ କୁକୁର ଆଇଲା ଚିକେନ କଷା ଖାଇବ। ଦି ଜଣ ବସିଗଲେ ଖାଇବା ନାଇକି ଚିକେନ କଷା। ଭଲ ଲାଗୁଛି ନା? କଣ୍ଡେଇ ଭଲ ଲାଗୁଛି? ଏବେ ପ୍ରସ୍ତୁତ ହେଇଗଲା ଆମର ଚିକେନ ଝୋଳ। ଦେଖନ୍ତୁ କେମିତି ହେଇଛି। ଆଉ ଆଜି ବୁଧବାର କାର କାର ଚିକେନ ହେଇଛି କମେଣ୍ଟ ବକ୍ସରେ ଜଣାଇବେ। ରହିଲି, ନମସ୍କାର, ଜୟ ଜଗନ୍ନାଥ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରିବେ, କମେଣ୍ଟ କରିବେ, ସେୟାର କରିବେ।